ପଣସ ତ ପଣସ ତା ଟେଷ୍ଟ ଅଲଗା କିନ୍ତୁ ଏହାର ଝୋଳ କୋଉ ମଟନ ଝୋଳଠୁ ବି କମ୍ ନୁହେଁ। କିଛି ସାମାନ୍ୟ ଗୋଟା ମସଲା ବାଟିକି ପ୍ରସ୍ତୁତ ହେଇଛି ଆଜିର ଏହି ପଣସ କଠାର ରେସିପି। ବାସ୍ନା ଏମିତି ଆସିବ ସତେ ଯେମିତି ଲୋକମାନେ ଭାବିବେ ଘରେ ମଟନ ତରକାରୀ ହେଇଛି। ପଣସଠୁ ବି ଅଧିକ ଆପଣଙ୍କୁ ପ୍ରିୟ ଲାଗିବ ଆଜିର ଏହି ଝୋଳଟି। ତେବେ ନମସ୍କାର, ପ୍ରୀତିଛନ୍ଦ ହୋମ୍ କିଚେନକୁ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ତେବେ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ଏଇଠି ଆମେ ଫ୍ରେଶ୍ ପଣସ ନେଇଯାଇଛେ ଏବଂ এই ପଣସକୁ କେମିତି କାଟନ୍ତି ମୁଁ ଆଗରୁ ଆପଣମାନଙ୍କ ସାଙ୍ଗରେ ସେୟାର କରିଛି। ତଥାପି ଯଦି ଦେଖିବାକୁ ଚାହିଁବେ ମୁଁ ଡେସ୍କ୍ରିପସନରେ ଏହାର ଲିଙ୍କ ଦେଇଦେବି। ତ ଏଠି କିଛି ଆମେ ଗୋଟା ମସଲା ନେବା, ଯେମିତିକି ଯାବିତ୍ରୀ, କିଛି ଆମେ ଜିରା ନେଇଯିବା, ସାହି ଜିରା, ଗୋଟେ ବଡ଼ ଇଲାଇଚି ଯେଉଁଟା ସେଇଟା ନେଇଯିବା, ଛୋଟ ଡାଲଚିନିଟେ ଏବଂ ଗୋଟେ ଲବଙ୍ଗ ଆମେ ନେଇଯିବା। ଲବଙ୍ଗର ଫ୍ଲେଭରଟା ବହୁତ ଭଲ ବାସ୍ନା ଆସିବ। ଗୋଟା ଗୋଲମରିଚ ନେଇଯିବା, 8-10ଟି ଭଳିଆ ଗୋଟା ଗୋଲମରିଚ ନେଇଯିବା, ଯାହାଦ୍ୱାରା ଯେଉଁ ରାଗଟା ଆସିବ ନା ସେଇଟା ଆମ ପଣସ ତରକାରୀକୁ ବହୁତ ହି ବଢ଼ିଆ ବନେଇବ, ଟେଷ୍ଟ ଲାଗିବ ଏବଂ ବାସ୍ନା ବି ବହୁତ ବଢ଼ିଆ ଆସିବ। ତ ମୁଁ ଏଠି ଯେଉଁ ବଡ଼ ଗୁଜୁରାତି ନେଇଥିଲି, ବଡ଼ ଗୁଜୁରାତି ତାକୁ ଏମିତି ଛେଚି ନେଇଥିଲି। ଅଧା ପକାଇବା ଆମେ ସେ ମସଲା ବଟାରେ ଏବଂ ଅଧା ପକାଇବା ଆମେ ପଛରେ। ଏବେ ଆମେ 1 ଇଞ୍ଚର ଅଦା ନେଇଯିବା ଏବଂ 15ଟା ଭଳିଆ ରସୁଣ କୋଲା ନେଇଯିବା। ଏ ସବୁକୁ ପକାଇ ଭଲ ଭାବରେ ଆମେ ଗ୍ରାଇଣ୍ଡିଙ୍ଗ କରିନେବା। ତ କିଛି ଟମାଟୋ ମୁଁ ଏଥିରେ ପକାଇ ନେଇଥିଲି। ଆଉ ଏ ଯେଉଁ ମସଲାଟା ବାଟିଲି ନା ବହୁତ ହି ବଢ଼ିଆ ବାସ୍ନା ଆସୁଥାଏ। କେବଳ ଗ୍ରାଇଣ୍ଡିଙ୍ଗ କଲା ବେଳକୁ ବି ଏତେ ବଢ଼ିଆ ବାସ୍ନା ଆସୁଛି, ମାନେ ତରକାରୀ ହେବାକୁ ଆହୁରି ବାକି ଅଛି। ଗୋଟେ ପିଆଜକୁ ମୁଁ ଏମିତି ଚୁନ ଚୁନ କରି କାଟି ନେଇଥିଲି ଲମ୍ବା ସେପ୍ର, ଏବଂ କିଛିଟା ନା ମୁଁ ରସୁଣ ରଖିଛି। ରସୁଣ ଏମିତି ଗୋଟା ପୁରା ଚୋପା ଲାଗିଥିବ ରସୁଣ ରଖିଛି, ଆଗକୁ କ'ଣ ହେବ ମୁଁ କହିବି। ଏବଂ କାଟି ରଖିଥିବା ଟମାଟୋ ମଧ୍ୟ ଗୋଟେ ନେଇଯାଇଥିଲି। ଏବେ ପଣସକୁ ଆମେ କିଛି ସମୟ ଫୁଟେଇବା, ଗରମ ପାଣିରେ ଫୁଟେଇବା। ଗରମ ପାଣିରେ କିଛି ଲୁଣ ପକାଇଦେବା ଏବଂ 5 ମିନିଟ୍ ଯାଏଁ ଘୋଡ଼େଇକି ଫୁଟିବା ପାଇଁ ଛାଡ଼ିଦେବା। ଯାହାଦ୍ୱାରା କ'ଣ ହେବ, ପଣସରୁ ବହୁତ ଅଠା ବାହାରେ, ସେସବୁ ଅଠା ତକ ସବୁ ଆମର ରିଲିଜ୍ ହେଇଯିବ, ଅଠାଳିଆ କିଛି ଲାଗିବନି ଏବଂ ବେଳେବେଳେ ପଣସଟା ଟିକେ କଷାଳିଆ ଆସେ, ସେ କଷାଳିଆ ଏକଦମ ବାହାରିଯିବ। ତ 5 ମିନିଟ୍ ପରେ ମୁଁ ତାକୁ ଭଲସେ ଛାଣି ଆଣିଥିଲି। ବେଶୀ ସମୟ ବି ଆମର ଫୁଟେଇବା ଦରକାର ନାହିଁ, 5 ମିନିଟ୍ ଆମର କାଫି। ଏଇଠି ମୁଁ ହଳଦୀ ପକାଇକି ଫୁଟେଇନି କି ହଳଦୀ ପକାଇକି ଆଗକୁ ଭାଜିବିନି ମଧ୍ୟ, ଯେହେତୁ ଗ୍ରେଭିଟା ଆମର ନା ଟିକେ ମଟନ ଭଳିଆ ଦେଖାଯିବ। ୟେଲୋ କଲର୍ ଆସିଗଲେ ଏତେ ମଟନର ଲୁକ୍ ଆସେନି, ତେଣୁକରି ମୁଁ ହଳଦୀ କିଛି ଆଡ଼୍ କରିନଥିଲି। ଏବେ ଦେଖନ୍ତୁ ମଟନରେ ଯେମିତି ଆମେ ମାନେ ଆଳୁ ପକାଉ, ତାଠୁ ଟିକେ କମ୍ ସାଇଜ୍ର ଛୋଟ ଆଳୁ ନେଇଯିବା, ମଝିରୁ ଏମିତି କଟ୍ କରିନେବା। ତ ଆଳୁକୁ ଭଲ ଭାବରେ ପ୍ରଥମେ ଭାଜି ନେବା। ଆପଣମାନେ ଚାହିଁଲେ ଏକା ସାଙ୍ଗେ ଆଳୁ ଆଉ ପଣସକୁ ମଧ୍ୟ ଭାଜି ପାରିବେ, କିନ୍ତୁ ପ୍ରଥମେ ଆଳୁକୁ ମୁଁ ଭଲସେ ଭାଜି ନେଇଥିଲି। ଏପଟ ସେପଟ କରି ଟିକେ ନାକୁ ହାଲକା ଗୋଲ୍ଡେନ୍ ବ୍ରାଉନ୍ ହେଲା ପର୍ଯ୍ୟନ୍ତ ମୁଁ ଭାଜି ନେଇଥିଲି। ଆଳୁକୁ ଭାଜି ସାରିଲା ପରେ ଯେଉଁ ପଣସକୁ ଆମେ ଛାଣିକି ରଖିଥିଲେ ସେ ପଣସକୁ ମଧ୍ୟ ଆମେ ଭଲରେ ଭାଜି ନେବା। ଟିକେ ଲୁଣ ପକାଇକି ଭଲ ଭାବରେ ଏମିତି ଭାଜି ନେବା। ଲୁଣ ପକାଇବା ନିହାତି ଆବଶ୍ୟକ, ନହେଲେ ନାହିଁ ଆମର ପଣସଟା ନା ଅଲୁଣିଆ ଭଳିଆ ଲାଗିବ। ଏମିତି ହାଲକା ଟିକେ ଗୋଲ୍ଡେନ୍ ଟଚ୍ ଯେମିତି ଆସିବ ନା ସେ ପର୍ଯ୍ୟନ୍ତ ଆମେମାନେ ଭାଜି ନେବା ଆଉ ସେସବୁକୁ କାଢ଼ି ନେବା। ଏବେ ସେଇ କଢ଼େଇରେ 2 ଚାମଚ ଭଳିଆ ମୁଁ ସୋରିଷ ତେଲ ନେଇଗଲି। ତେଜପତ୍ର, ବଡ଼ ଗୁଜୁରାତି ଯେଉଁଟା ମୁଁ ରଖିଥିଲି ଏବଂ ଚୋପା ଲଗା ରସୁଣ ଯେଉଁ 4-5ଟା ରଖିଥିଲି ସେସବୁ ଆଡ଼୍ କରିଦେବା ଏବଂ ତୁରନ୍ତ ହିଁ ଯେଉଁଟା ଆମେ କାଟିକି ରଖିଥିବା ପିଆଜ, ସେସବୁ ପିଆଜକୁ ପକାଇକି ଭଲ ଭାବରେ ଭାଜି ନେବା। ଗୋଲ୍ଡେନ୍ ବ୍ରାଉନ୍ ହେଲା ପର୍ଯ୍ୟନ୍ତ ପିଆଜକୁ ଆମେ ଭଲ ଭାବରେ ଭାଜି ନେବା, ଲୋ ଟୁ ସିମ୍ରେ ଆଞ୍ଚ ରଖିକି। ଏଠି ଦେଖନ୍ତୁ ଭଲ ଭାବରେ ଆମର ପିଆଜ ଭାଜି ହେଇଗଲାଣି। ଏବେ କ'ଣ କରିବା ନା ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଏବଂ କିଛି ଆମେ ନେବା ଧନିଆ ଗୁଣ୍ଡ। ଧନିଆ ଗୁଣ୍ଡର ଯେତେବେଳେ ପକାଇବା ନା ବହୁତ ହି ବଢ଼ିଆ ବାସ୍ନା ଆସେ। ଅଳ୍ପ କିଛି ନେବା ଜିରା ଗୁଣ୍ଡ। ଜିରା ଗୁଣ୍ଡ ବହୁତ ହି କମ୍ ନେବା, ଧନିଆ ଗୁଣ୍ଡ ଟିକେ ଅଧିକ ନେବା ଏବଂ ତାପରେ ଆମେ ପକାଇଦେବା ଯେଉଁଟା ଆମେ ବାଟିକି ରଖିଥିଲେ ସବୁ ଅଦା, ରସୁଣ, ବାକି ସବୁ ଗୋଟା ଗରମ ମସଲା, ସେସବୁ ଯେଉଁଟା ବାଟିକି ରଖିଥିଲେ ସେଇଟାକୁ ଆମେ ଆଡ଼୍ କରିନେବା। ସେ ମସଲା ଯାହାରେ ଯେଉଁ ମସଲା ସବୁ ଲାଗିଥିଲା ସେ ମସଲାକୁ ଆମେ ଭଲ ଭାବରେ ଧୋଇକି ସେଇ ପାଣି ମଧ୍ୟ ଆଡ଼୍ କରିନେବା। ସେଗୁଡ଼ାକ ସବୁ ଆଡ଼୍ କରିକି ଭଲ ଭାବରେ ଏବେ ମସଲାକୁ ଆମେ ମାନେ କଷିବା। ଆଉ ସତ କଥା ସାଙ୍ଗମାନେ, ଏବେ ଯେଉଁ ମୁଁ କଷୁଛି ବି ମସଲା ଭଲସେ କଷି ବି ହେଇନି, ସେ ସବୁ ଗରମ ମସଲାର ଯେଉଁ ବାସ୍ନାଟା ନା ପୁରା ବହୁତ ହି ବଢ଼ିଆ ଭାବରେ ଆସିଥାଏ। ଆପଣମାନେ ଚାହିଁଲେ ଚିକେନ୍ ମସଲା କିମ୍ବା ମଟନ୍ ମସଲା ମଧ୍ୟ ଆଡ଼୍ କରିପାରିବେ। ମୁଁ ଏଠି 1/2 ଚାମଚ ଭଳିଆ ମଟନ୍ ମସଲା ନେଇଯାଇଥିଲି ଏବଂ କିଛି ହେଙ୍ଗୁ ମଧ୍ୟ ମୁଁ ନେଇଯାଇଥିଲି। କିଛି ସମୟ କିଛି ପାଣି ଦେଇକି କିଛି ସମୟ ଏମିତି କଷି ନେବା ଯେପର୍ଯ୍ୟନ୍ତ ଆମର ଭଲ ଭାବରେ ମସଲା କଷି ହେଇଯାଇନି। ତେବେ ସାଙ୍ଗମାନେ, ଆଜିର ଯଦି ମୋର ରେସିପି ଆପଣଙ୍କୁ ପସନ୍ଦ ଲାଗିବ ଏବଂ ଏପର୍ଯ୍ୟନ୍ତ ଯଦି ଆପଣମାନେ ମୋର ଭିଡ଼ିଓ ଦେଖୁଛନ୍ତି ନିହାତି ଭାବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଫେସବୁକ୍ରେ ଦେଖୁଥିଲେ ଫଲୋ କରିବାକୁ ବହୁତ ବହୁତ ଅନୁରୋଧ। ଏଠି ଭଲ ଭାବରେ ମସଲା କଷି ହେଇଗଲାଣି। ଏଠି ଦେଖନ୍ତୁ ଟମାଟୋ ମୁଁ ନା କାଟିକି ରଖିଥିଲି ଫାଳେ ଟମାଟୋ, ଆଉ ସେ ଯେଉଁ ଆଳୁ ଏବଂ ପଣସ ଯାହା ସବୁ ଭାଜିକି ରଖିଥିଲି, ଆଳୁ ପଣସକୁ ଏକା ସାଙ୍ଗରେ ଟମାଟୋକୁ ଏକା ସାଙ୍ଗରେ ପକାଇକି ମଧ୍ୟ ଆମେ କିଛି ସମୟ ବିନା ପାଣି ଦେଇକି କଷିବା। ପୁରା ସିମ୍ କରିଦେଇକି ଗ୍ୟାସ୍ ଆମେ କଷିବା, ବେଶୀ ସମୟ ନାହିଁ, 2-3 ମିନିଟ୍ ଯାଏଁ କଷିବା।
ଏମିତି ମସଲାରେ କଷିଲେ ନା ଆମର ଯେଉଁ ପଣସଟା ବହୁତ ବଢ଼ିଆ ଭାବେ ସବୁତକ ମସଲାକୁ ଆବଜର୍ଭ କରିଥାଏ ଏବଂ ବହୁତ ହି ସୁସ୍ୱାଦୁ ଲାଗିଥାଏ। ଘୋଡ଼େଇ ଘୋଡ଼େଇକି ଆମେମାନେ କଷୁଥିବା, ଯେତେବେଳେ ଆବଶ୍ୟକତା ହେଉଥାଏ ଅଳ୍ପ କିଛି ଯଦି ପୁରା ଲାଗିଯାଉଥାଏ କିଛି କିଛି ପାଣି ଦେଇକି ଏମିତି କଷି ନେବା। ତ ଏହିପରି ଭାବରେ 2-3 ମିନିଟ୍ ଯାଏଁ ମୁଁ କଷି ନେଲି। କଷି ସାରିଲା ପରେ ଗୋଟେ ତାଟିଆ ଭଳିଆ ମୁଁ ପ୍ରଥମେ ପାଣି ଆଡ଼୍ କରିଦେଲି। ଆପଣଙ୍କର ଦେଖିକି କେତେ କ'ଣ ଝୋଳ ଖାଇବେ, କି ପୁରା ଶୁଖା ଖାଇବେ, କି ପୁରା ଜୁକଜୁକିଆ ଖାଇବେ, ସେହି ଅନୁସାରେ ପାଣି ଦେବେ। ତ ପ୍ରଥମେ ଗୋଟେ ତାଟିଆ ପାଣି ଦେଲି, ତାପରେ ମୋତେ ଲାଗିଲା ନାଇଁ ଆହୁରି ଗୋଟେ ତାଟିଆ ଦେବାକୁ ପଡ଼ିବ କହିକି 2 ତାଟିଆ ଭଳିଆ ମୁଁ ପାଣି ଦେଇକି ସିମ୍ରେ ତାକୁ ଫୁଟିବା ପାଇଁ ଛାଡ଼ିଦେଲି ଏବଂ ମଝିରେ ମଝିରେ ଟିକେ ଆସିକି ଏମିତି ଗୋଳେଇ ନେଉଥାଏ। ଯେହେତୁ ପଣସ ତରକାରୀଟି ମୁଁ ଆଜି ପୁରା କାଠୁଆ କରିବିନି, ହାଲକା କିଛି ଗ୍ରେଭି ରଖିବି, ଯେଉଁଟାକି ଆମ ରୁଟି ସାଙ୍ଗରେ ହେଉ କି ଭାତ ସାଙ୍ଗେ ଖାଇବାକୁ ବହୁତ ହି ଭଲ ଲାଗେ। ଖାସ୍ କରି ରୁଟି ସାଙ୍ଗେ ଖାଇବାକୁ ବହୁତ ହି ବଢ଼ିଆ ଲାଗେ। ଏଠି ଦେଖନ୍ତୁ ଆମର ଭଲ ଭାବରେ ପୁରା କମ୍ ସେ କମ୍ 10 ମିନିଟ୍ ପରେ ମୁଁ ଆସିକି ଦେଖେ ତ ଆମର ପୁରା ଆଳୁ, ପଣସ ଏସବୁ ଭଲ ଭାବରେ ପୁରା ସିଝି ଯାଇଛି। ଝୋଳ ମଧ୍ୟ ପୁରା ଠିକ୍ ଅଛି। ଲାଷ୍ଟକୁ ଏଥିରେ ଡାଲଚିନି ଗୁଣ୍ଡ ଆପଣମାନେ ଚାହିଁଲେ ପକାଇବେ, କିନ୍ତୁ ବିଲକୁଲ ବି ପକାଇବା ଦରକାର ନାହିଁ, କାରଣ ସେ ମସଲା ଯେଉଁଟା ବାଟିଥିଲେ ତା'ର ଫ୍ଲେଭର୍ ପୁରା ଆସୁଥାଏ, ବହୁତ ହି ବଢ଼ିଆ ବାସ୍ନା ଆସୁଥାଏ। ତ ଏଠି ଆମର ପୁରା ପ୍ରସ୍ତୁତ ହେଇଗଲାଣି ଆମର ପଣସ କଠାର ରେସିପି। ପଣସ ଆଳୁ ଝୋଳ କଷା ଆପଣ ଯାହା ବି କହିପାରିବେ, ବହୁତ ହି ବଢ଼ିଆ ଲାଗେ। ରୁଟି ଭାତ ସାଙ୍ଗେ ତ ପୁରା ଖାଇବାକୁ ଜମିବ, ଖାସ୍ କରି ରୁଟି ସାଙ୍ଗରେ ବହୁତ ହି ବଢ଼ିଆ ଲାଗିବ। ତ ଆଶା କରୁଛି ଆଜିର ରେସିପି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥିବ ନିହାତି ଭାବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ଆଉ ନିହାତି ଭାବରେ ଏମିତି ବନେଇବେ, କେମିତି କ'ଣ ଲାଗିଲା ମୋତେ କମେଣ୍ଟରେ ଆସି କହିବେ। କମ୍ ତେଲ କମ୍ ମସଲାରେ ହିଁ ଏଇଟା ପ୍ରସ୍ତୁତ ହେଇଛି, କିନ୍ତୁ ବାସ୍ନା ବହୁତ ହି ବଢ଼ିଆ ଆସୁଥାଏ, ଜବରଦସ୍ତ ଟେଷ୍ଟ ମଧ୍ୟ ଲାଗେ। ତ ନିହାତି ଭାବେ ଥରେ ବନେଇବାକୁ ମୋର ଅନୁରୋଧ ରହିଲା। ରହିଲି, ନମସ୍କାର। ପୁଣି ଦେଖା ହେବା ଆଉ ଗୋଟେ ଭିଡ଼ିଓରେ। ବାଏ, ଜୟ ଜଗନ୍ନାଥ।